ସେଦିନ ନେଇଥିଲା କହିଲି ଏଇଭଳିଆ କଷ୍ଟମରକୁ ଆଉ ନେବିନି କେବେ, ହେଲେ ମୁଁ ତ ଜାଣିପାରିଲିନି ଟୋଟାଲ। ହ୍ୟାଲୋ ହାଇ ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ, କେମିତି ଅଛନ୍ତି ସମସ୍ତେ? ଆଶା କରୁଛି ସମସ୍ତେ ଭଲ ଥିବେ, ମସ୍ତ ଥିବେ, ସୁସ୍ଥ ଥିବେ। ସାଙ୍ଗମାନେ ଆଜି ହେଲାଣି ଡେ 4। ଗତକାଲି ଗୁରୁବାର ଥିଲା, ମୁଁ ଲଗ୍ଇନ୍ କରିନି, ଏମିତି ଦେହଟା ବି ଭଲ ଲାଗୁନଥିଲା। ତ ଭାବିଥିଲି ଯଦି ଏପଟେ କ୍ଲିଅର୍ ହେଇଯାଇଥାନ୍ତା, ମାନେ ଟାର୍ଗେଟ୍ କମ୍ପ୍ଲିଟ୍ ହେଇଯାଇଥାନ୍ତା, ତାହେଲେ ସଣ୍ଡେ ଦିନ ଛୁଟି ହେଇଥାନ୍ତି। ତ ଦେହ ଯେହେତୁ ଖରାପ ଥିଲା, କାଲି ଗୁରୁବାର ଥିଲା, କାଲି ଛୁଟି ରହିଗଲି। ତ ସଣ୍ଡେ ଦିନ ଯେମିତି ହଉ ଫୁଲ୍ କାମ କରିବାକୁ ପଡ଼ିବ, ନହେଲେ ଏପଟେ ଟାର୍ଗେଟ୍ କ୍ଲିଅର୍ ହେବନି। ତ ଆଜି ଟାଇମ୍ ହେଇଗଲାଣି ବର୍ତ୍ତମାନ 9:20। ମୁଁ ଆସି ଗାଡ଼ି ଭିତରେ ପହଞ୍ଚିଲି, ଲଗ୍ଇନ୍ କରିଦେଇଛି। ଦେଖାଯାଉ ଫାଷ୍ଟ ବୁକିଂ କେତେବେଳେ କ'ଣ ବାଜୁଛି। ମାନେ 3 ଦିନର ହେଇଛି ସେଇ ଟଙ୍କା 8,000 ପାଖାପାଖି, ଆହୁରି 7,000 ରହିଲାଣି। ତ 7,000 ମାନେ ପର୍ ଡେ 2300 ଲେଖାଏ, 2350 ସେଇ। ତ ଟାର୍ଗେଟ୍ ଆଜି କେମିତି କ'ଣ ଟଙ୍କା 2700-2800 କିମ୍ବା 3,000 କରିବାର ଅଛି। ତ ଚାଲନ୍ତୁ ଦେଖିବା ଫାଷ୍ଟ ବୁକିଂଟା କେତେବେଳେ ମିଳୁଛି। ଫାଷ୍ଟ ବୁକିଂଟା ନେଇକି ଆସିଥିଲି ଏୟାରପୋର୍ଟ। ଭାବିଥିଲି ଏୟାରପୋର୍ଟ ଡ୍ରପ୍ କରିକି ବସି, ଫ୍ଲାଇଟ୍ ବି ଆସିବାର ଥିଲା 5 ମିନିଟ୍ରେ, ହେଲେ ସେ ଏୟାରପୋର୍ଟ ଭିତରେ ବସିବାକୁ ଦେଉନାହାନ୍ତି। ଏମିତି ବି CNG ନାହିଁ, 2ଟା ଜାଗାର CNG ଅଛି। ଆଉ ଯାହା ହେଉଛି CNGଟା ପକେଇଦେବି। ଯଦି ବସିଥାନ୍ତି ଠିକ୍ ଗୋଟେ ଅଶୋକନଗର ଫଗର କ'ଣ ଗୋଟେ ଧରିକି ପଳେଇ ଆସିଥାନ୍ତି, ଯେ ହେଲେ ବସିବାକୁ ଦେଉନି, କ'ଣ କରିବା। ଯାଇ CNGଟା ଆଗ ପକେଇଦିଏ, ପକେଇକି ସେ ଯେଉଁ ଆମର ତ ଗୋଟେ ହିଁ ଜାଗା CNG ପକେଇଲା ପରେ ସେ କଂଗ୍ରେସ ଭବନ ଲେନ୍ରେ ମାର୍କେଟ ବିଲ୍ଡିଂ ପଛପଟ ସେଇଠି ଯାଇ ବସିବି। ଆଉ ମୁଁ ଏଇ ବସିଛି ଏଇ ଆଗରେ, ମାନେ 50 ମିଟର ଆଗରେ ବୁକିଂ କରିଛନ୍ତି। ଏଇ ବସଛନ୍ତି ଏଇ 2 ଜଣ। ଆପଣଙ୍କ କଂଗ୍ରେସ ଭବନ ଲେନ୍ରୁ ବାଜିନି କେବେ ମୋର ଆଜି ଯାଏଁ, ଖାଲି ବସେ ବାଜିବ ଯାଇକି ଷ୍ଟେସନରୁ କି ତା ଭିତର ପଟ। ଆଜି ପୁରା ଯେଉଁଠି ବସିଛି ତାର ମାନେ କେତେ 10-20 ମିଟର ଆଗରେ କଷ୍ଟମର ଛିଡ଼ା ହେଇଥିଲେ, ଜଣେ ମାନେ 2 ଜଣ। ତ ତାଙ୍କୁ ନେଇକି ବରଗଡ଼ ଛାଡ଼ିଲି। ଏବେ ବରଗଡ଼ରୁ ବାଜିଛି, ବରଗଡ଼ରୁ ସାଙ୍ଗେ ସାଙ୍ଗେ ବାଜିଲା, ନେଇକି ଯିବି ଆପଣଙ୍କର DLF ସାଇବର ସିଟି ଯେଉଁ ପଟିଆରେ 315 ଦେଖେଇଛି। ଦେଖେ ଡ୍ରପ୍ କଲା ପରେ ସେଇଠୁ ପଳେଇବି ଆପଣଙ୍କର। ଯଦି ସାଙ୍ଗେ ସାଙ୍ଗେ ବାଜିଲା ତ ଠିକ୍ ଅଛି, ନହେଲେ ସେ ଏଲିପୋସାଦ ଆଡ଼ିକି ପଳେଇବି। ଆଉ କ'ଣ, ଆଇ ହସ୍ପିଟାଲରୁ ଗୋଟିଏ ଆଣିଲି 70 ଟଙ୍କିଆ, ଇନଫୋସିଟି ଥାନାରେ ଛାଡ଼ିଲି। ଆଉ ସେ ଲେନ୍ରେ ତ ଟୋଟାଲ ଜାଗା ସେମିତି ନାହିଁ। ଆଉ ଏପଟେ ଲ କଲେଜ ସାଇଡ଼୍ଟାରେ ଗାଡ଼ି ବି କମ୍ ରୁହେ। ମୁଁ ପଳେଇ ଆସିଲି ଯେଉଁ କିଟ୍ର ଲ କଲେଜ ଏରିଆରେ। ଦେଖେ କେଉଁଠି ଗୋଟେ ଛାଇ ଟିକେ ପାଇଲେ ରଖିଦେବି ଗାଡ଼ିଟା, ବାଜିବ। ଏବେ ଟାଇମ୍ ବି 1 ସାଢ଼େ 1 ହେଲାଣି, ଲ କଲେଜ ସାଇଡ଼୍ରୁ ବାଜିବ। ଦେଖେ କେଉଁଠି ଛାଇ ମିଳିବ। ଏପଟେ ଏମିତି ଛାଇ ନାହିଁ, ଆମ ଗାଡ଼ି ବି ରଖିବା ସେମିତି ଇଏ ନାହିଁ, ବେଶୀ ଗାଡ଼ି ରହନ୍ତିନି। 119 ଟଙ୍କାର ବାଜିଛି ଗୋଟେ, ହେଲେ ସେ କିଟ୍ର ଲ କଲେଜ ନୁହଁ, ପ୍ରଶାନ୍ତି ବିହାର ଭିତରୁ ନେଇକି ଯିବି ଇନଫୋସିଟି ଏଭିନ୍ୟୁ। ଦେଖାଯାଉ। ଲ କଲେଜରୁ ବାଜିଲେ ପ୍ରାୟ ଲଙ୍ଗ୍ ବାଜୁଛି। ସେ ଷ୍ଟେସନ ଆରିକା ଷ୍ଟେସନ ପ୍ରାୟ ଟାଇମ୍ରେ ମାନେ ମୋର ଯେତେଥର ଏ ଲ କଲେଜରୁ ବାଜିଛି, ନେଇକି ଯାଇଛି ଆଇଦର ବାପୁଜୀ ନଗର ରେଲୱେ ଷ୍ଟେସନ, ସେସବୁ ବଡ଼ ବଡ଼ ସବୁ 200-250 ଟଙ୍କିଆ ବୁକିଂ। ଏ ଛୋଟ ବୁକିଂଟା ଆସିଲା, ତଥାପି କେତେ 3 କିଲୋମିଟରରେ 100 ଟଙ୍କା ମିଳିବ। ଫରକ କ'ଣ ଅଛି, 119 ଟଙ୍କା ଦେଖିଛି ମାନେ 112 ତ ମିଳିବ। ଦେଖେ କଷ୍ଟମରକୁ। ଏଇ ସେଇ କଷ୍ଟମର ଲାଷ୍ଟ ଟାଇମ୍ ମୁଁ ଓଲାରେ ନେଇଥିଲି ପ୍ରଶାନ୍ତି ବିହାରରୁ, ମୋ ଭିଡ଼ିଓରେ ବି କହିଥିଲି। ଆଉ ଝଗଡ଼ା ବି ହେଇଥିଲା ସେ ମ୍ୟାଡ଼ାମଙ୍କ ସାଙ୍ଗରେ। ଲୋକେସନ୍ ତାଙ୍କର ଯେଉଁଠି ଥିଲା ମୁଁ ଥିଲି, ଆସିବାକୁ ଲେଟ୍ କଲେ, ମୁଁ ଗାଡ଼ି ଟିକେ ଆଗକୁ କାହିଁକି ବଢ଼େଇଥିଲି। ମୁଁ ସେଦିନ ନେଇଥିଲା କହିଲି ଏଇଭଳିଆ କଷ୍ଟମରକୁ ଆଉ ନେବିନି କେବେ, ହେଲେ ମୁଁ ତ ଜାଣିପାରିଲିନି ଟୋଟାଲ। ସେଦିନ ଥିଲା ଉବେରରେ, ସରି ସେଦିନ ଥିଲା ଓଲାରେ, ଆଉ ଆଜି ଉବେରରେ। ତ ମୁଁ ଯେତେବେଳେ ନା କ'ଣ ଏତେ ଦିନ ନା କ'ଣ ମନେ ରହିବ, ମୁଁ ସେ କଷ୍ଟମର ଲୋକେସନ୍କୁ ଗଲି,
ଯାଇକି ଦେଖିଲି ସେଇ କଷ୍ଟମର ତାଙ୍କର ସେଇ ଘର। ମୁଁ କହିଲି ଫାଲତୁଟାରେ କାହିଁ, ମୁଁ ଜାଣିଛି କେଉଁ ଭଳିଆ କଷ୍ଟମର, ଆଉ ପହଞ୍ଚି ଯେତେବେଳେ ଗଲି ଆଉ ତ କିଛି କରିବାର ନାହିଁ, ବାଧ୍ୟ ହେଇକି ତାଙ୍କୁ ବସେଇଲେ। ମୁଁ କିଛି କହିନି, ଯେମିତି ଯେମିତି ବସିଲା ମୁଁ କିଛି ବି ଆନ୍ସର ମାନେ ତାଙ୍କ ସାଙ୍ଗେ କିଛି ବି କଥା ହେବା ପାଇଁ ଟ୍ରାଏ କଲିନି କି ସେ ବି କିଛି କ୍ୱେଶ୍ଚିନ୍ କଲେନି ମୋତେ। ମୁଁ ମୋ ଆଡ଼ୁ ସିଧା ଆଣିକି ଛାଡ଼ିଲି। ସେ କେଉଁ ପାର୍ଲର ଓନର ବୋଧେ, ମୁଁ ଆଣିକି ଛାଡ଼ିଲି ତାଙ୍କ AC ପାର୍ଲର, ଏଇ ଯେଉଁ ଇମ୍ପେସିଟ୍ ଏଭିନ୍ୟୁରେ ଯେଉଁ ଅଛି। ଯେତେବେଳେ ତାଙ୍କ ଲୋକେସନ୍ ପହଞ୍ଚିଲି ମୁଁ କହିଲି ପୁଣି ବୋଧେ ହେବ। ସେଦିନ ଯେଉଁ ମାନେ ଗୋଟେ ଏକ୍ସପେକ୍ଟେସନ୍ ଥାଏ ଯେ ଲାଷ୍ଟ ଟାଇମ୍ ଯେଉଁ ଭଳିଆ ବିହେଭ୍ ଦେଖେଇଥିଲେ ସେ, ଛାଡ଼ିକି ବାହାରୁଛି। ଟାଇମ୍ ହେଲାଣି ଆପଣଙ୍କର 1:40, ଖାଇଦେବା କିଛି। ଲାଷ୍ଟ ବୁକିଂଟା ଛାଡ଼ିଥିଲି 2ଟାରେ, ଛାଡ଼ିଲା ପରେ ଖାଇସାରିକି ଆପଣଙ୍କର ବସିଲି ଆଉ ଚାରିଆଡ଼େ ବୁଲି ଅଧଘଣ୍ଟାଟା ହେବ ଆସିକି ପୁଣି ସେ ଏଲ୍ବି ପ୍ରସାଦ ପାଖରେ ଦେଲେ। ଏବେ ଗୋଟେ ଏଲ୍ବି ପ୍ରସାଦରୁ ବାଜିଲା, ନେଇକି ଯିବି ରାଜାରାଣୀ କଲୋନୀ। ଆପଣ ଟଙ୍କା ପାଣି ଟଙ୍କା 280 ଟଙ୍କା ଦେଖେଇଛି, ଛାଡ଼ିଲା ପରେ ବୋଧେ 270 କି 265 କୋଟି ମିଳିବ ଆଉ କ'ଣ। ପିକଅପ୍ ଆପଣଙ୍କୁ ଏଲ୍ବି ପ୍ରସାଦରୁ। ଆଜି ଆଉ ବେପାର ଏତେ ନାହିଁ, ଆପଣଙ୍କ ଯେଉଁ ବୁଧବାର ଦିନ ଠିକ୍ଠାକ୍ ବେପାର ହେଇଥିଲା, ହେଲେ ଆଜି ତ ଦେଖିବା ରାତିରେ କାଳେ ହେଇପାରେ। ଛିଡ଼ା ହେଇଛନ୍ତି ପ୍ରଶ୍ନ। ଚାରିଟା 40 ଆଉ ଟୋଟାଲ୍ ଅର୍ଣ୍ଣିଂ କଥା ଯଦି କହିବା 970 କି 80 ହେଇଛି। ମୁଁ ସ୍କ୍ରିନ୍ସଟ୍ ଦେଇଦେବି, ଦେଖିଲେ ଜାଣିପାରିବେ। ଏବେ ଯାହା ଲାଗୁଛି କାଲି ଛୁଟି ନେଇକି ଭୁଲ କରିଦେଲି। ଏମିତି ତ ଦେହ ଖରାପ ଲାଗୁଥିଲା, ହେଲେ ତଥାପି କାମ କରିବା କଥା, ଯେତିକି ଯାହା ହେଇଥାନ୍ତା। ଟାର୍ଗେଟ୍ ଲାଗୁଛି ପୁରା ହେବନି, ମାନେ ପର୍ ଡେ ଆପଣଙ୍କର ସେଇ 2500 ପାଖାପାଖି ଦରକାର। 2500 ନାହିଁ ଯେ 2300-2400 ଭଳିଆ ଦରକାର। ତ ଟୋଟାଲ୍ ହେଇଛି 978, ସେଇ 980 ଭିତରେ, ଆହୁରି 1500 ଦରକାର ଆଜି। ତ ବେପାର ତ ବାଜୁନି ଟୋଟାଲ୍। କ'ଣ କରିବି, କେତେ ସମୟ 2-3 ଘଣ୍ଟା ପରେ ଗୋଟେ ନେଇକି ଆସିଥିଲି ରାଜାରାଣୀ ମନ୍ଦିର, ଆଣିକି ତାଙ୍କୁ ଛାଡ଼ିଲି। ଏବେ ବସିଛି ଆପଣଙ୍କ ବରଗଡ଼ ଭିତରକୁ। ଯାହା ଲାଗୁଛି ଆଉ ମାନେ ଟାର୍ଗେଟ୍ ବୋଧେ କମ୍ପ୍ଲିଟ୍ ହେବନି। ଆଉ ମାନେ ଅନ୍ୟ କଥା ଯଦି କହିବା, ଟଙ୍କା 1000 ହେଇଛି। ଏବେ ବର୍ତ୍ତମାନ ଘରୁ ଫୋନ୍ ଆସିଲା, ଅର୍ଜେଣ୍ଟ ଯେମିତି ହେଲେ ଘରକୁ ଯିବାକୁ ପଡ଼ିବ। ଆଉ ଫ୍ୟାମିଲି ହେଲା ଲୋକମାନେ କେତେବେଳେ କ'ଣ ଘରେ ଦରକାର ହେଉଛି, ସେ ବି ଯିବାକୁ ପଡ଼ୁଛି। ତ ଡ୍ୟୁଟି ତ ଆଉ କରିହେବନି। ଯଦି ଏବେଠୁ ଆହୁରି 2 ଘଣ୍ଟା କାମ କରିଥାନ୍ତି କି ରାତି 10 ଯାଏ କାମ କଲେ, ନହେଲେ ଆଉ ଟଙ୍କା 700-800 ହେଇଥାନ୍ତା। ତାପରେ ଦେଖିଥାନ୍ତେ କାଳେ କେମିତି କ'ଣ। ତ ଆଜି ତ ଆଉ କାମ କରିହେବନି, ଯାଉଛି ମୁଁ ଘରକୁ। ଦେଖା ପୁଣି ନେକ୍ସଟ ଭିଡ଼ିଓରେ। ତ ସାଙ୍ଗମାନେ, ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯେଉଁମାନେ ବି ନୂଆ କରିକି ଦେଖୁଛନ୍ତି, ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଲାଇକ୍, ସେୟାର, କମେଣ୍ଟ କରିବାକୁ ଜମାରୁ ଭୁଲିବେନି। ରହିଲି, ନମସ୍କାର, ଜୟ ଜଗନ୍ନାଥ।